ବୋଲି ପୋଷ୍ଟର ମାରୁନାହାନ୍ତି। ଏ ତଳ ସ୍ତରକୁ କାହିଁ ଯାଉଛନ୍ତି? ଏତେ ଛୋଟ ଲୋକ କି ତାଙ୍କେ? ନା ଦମ ନାହିଁ ତାଙ୍କର? ଯଦି ଦମ ଅଛି ତାହେଲେ ପୋଷ୍ଟର ମାରନ୍ତୁ। ଆମେ କଣ କହିପାରନ୍ତୁନି ଯେ ମନମୋହନ ସାମଲ କଣ କରିଥିଲେ କଣ ନାହିଁ? ତା କାହିଁକି ମନ୍ତ୍ରୀ ରିଜାଇନ ଦେଇଛନ୍ତି ଏକଥା ଆମେ କହିପାରିନଥାନ୍ତୁ? ଆମେ ଏତେ ତଳ ସ୍ତରକୁ ଯାଇନୁ। ତାଙ୍କ ମନ୍ତ୍ରୀ ଏମଏଲଏ ମାନଙ୍କର ଯେତେ ସବୁ ଇତିହାସ ଅଛି ଆମେ ବାହାର କରିବୁ। ଆମେ ଏତେ ଇତିହାସ ଯଦି ବାହାର କରିବୁ ତାହେଲେ କାଦୁଅ ଫୋପାଡ଼ିଲା ଭଳି ହବ। ସେଥିପାଇଁ ଆମେ ଏଇ ଜିନିଷକୁ ଯାଉନୁ। ତମେ ଦେଖ ଯେ ଆମର ଯେ ରାଜ୍ୟ ସଭାପତି ଛାତ୍ର କଂଗ୍ରେସର ତମେ କେସ୍ କଲ, ବିନା ଅନୁକାରରେ ଆରେଷ୍ଟ କରିକି ଫରୱାର୍ଡ କଲ। ଆମେ କିଛି କହିଛୁ? କାଲି ଭକ୍ତଦାସ ପ୍ରେସ ମିଟ୍ କଲେ, କିଛି ସେ ବିଷୟ ନେଇ ତ ଉତ୍ଥାପନ କରିନାହାନ୍ତି। ଆଜି ପୋଷ୍ଟର ମାରିବାର ଅର୍ଥ ତମେ ଯାଉ କହନ୍ତି ତମ ପାଇଁ ଭାଷା ନାହିଁ, ଏତେ ତଳ ସ୍ତରରେ ତମେ ଅଛ, ଏତେ ଘୃଣ୍ୟ ତମେ, ଲୋକ ତମକୁ ଘୃଣା କଲେଣି। ଆମେ କରିନୁ, ଲୋକ ତମକୁ ଘୃଣା କରୁଛନ୍ତି। ଆମେ ଯୋଉଟା କହୁଛୁ ଆମେ ପ୍ରେସ ମିଟ୍ କରିକିରି ତମକୁ ଚ୍ୟାଲେଞ୍ଜ କରୁଛୁ ଏବଂ ମହିଳା ସୁରକ୍ଷା ଦାବି କରୁଛୁ। ମହିଳାକୁ ତୁମେ ସୁରକ୍ଷା ଦେଇ ସାରିଲଣି, କମିଟି କରିସାରିଲ, ବିଧାନସଭା କମିଟି କଲ, ସସ୍ପେଣ୍ଡ କଲ। ତମକୁ ଲଜ୍ଜା ଲାଗିବା କଥା। ପୋଷ୍ଟର ମାରୁଛ, ଛି ତମ ଜୀବନ। ଠିକ ତାଙ୍କ ଯୋଉ କହୁଛନ୍ତି ଅନେକ ଖୁସି ଖବର କଥା କହୁଛନ୍ତି, ଅନେକ ବିକାଶ କଥା କହୁଛନ୍ତି। ହଁ, ବିକାଶ ହେଇଛି। ନାରୀ ଧର୍ଷଣରେ ବିକାଶ ହେଇଛି, ଦୁର୍ନୀତିରେ ବିକାଶ ହେଇଛି, କଟନୀ ଛଟନୀରେ ବିକାଶ ହେଇଛି, 5 କେଜି 15 କେଜି ହେଇଛି, ବିକାଶ ହେଇଛି। ନାରୀ ପ୍ରତ୍ୟେକ ଜନ ପେପର ବାହାରିଲେ ନାରୀ କି ଧର୍ଷଣ ଅପରାଧ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ, ନାରୀକୁ ସମ୍ମାନ ନାହିଁ, ଗାଁକୁ ରାସ୍ତା ନାହିଁ, ମେଡିକାଲ କୁ ଝିଅ ଭଉଣୀ ଯାଇପାରୁନାହାନ୍ତି ଡେଲିଭରି ପାଇଁ। ପୋଲିସ ତାଙ୍କର ଭୟାନକ କାର୍ଯ୍ୟକ୍ରମ କରୁଛି। ବିଜେଡି କଥାରେ ପୋଲିସ ବିଭିନ୍ନ ଲୋକ ବାନ୍ଧୁଛି, ବିଜେପି କଥାରେ ବିଭିନ୍ନ ଲୋକ ବାନ୍ଧୁଛି ଏବଂ ପୋଲିସ ହାତ ବାରିଛି, ବିଜେପିର ହାତ ବାରିଛି ହେଇଛି। ଏଟା ସବୁ ତାଙ୍କର ବର୍ଷର ତାଙ୍କ ଉପାଦାନ। ଆତ୍ମହତ୍ୟା ବଢିଛି, ଚୋରି ବଢିଛି, ଡକାୟତି ବଢିଛି, ଗଞ୍ଜେଇ ବେପାର ବଢିଛି, ସବୁ କ୍ଷେତ୍ରରେ ଏଇଟା ବଢିଛି। ପୋଲିସ ଅପାରଗ ପଣିଆ ଦେଖେଇଛି। ଏଇଟା ହଉଛି ସରକାରଙ୍କର ବର୍ଷକର 13 ମାସର ଉପଲବ୍ଧି। ମନ୍ତ୍ରିମଣ୍ଡଳ ତ ଗଢି ପାରୁନାହାନ୍ତି, ଚର୍ଚ୍ଚା ହଉଛି। ତାଙ୍କେ ମନ୍ତ୍ରିମଣ୍ଡଳ ହେଲେ ତାଙ୍କ ସରକାର ଭାଙ୍ଗିଯିବ। ମନ୍ତ୍ରିମଣ୍ଡଳ ଗଢିଲେ ସବୁ ଯେ କର୍ପୋରେସନ କୁ ଚେୟାରମ୍ୟାନ ଫେୟାରମ୍ୟାନ ଦେଲା ତାଙ୍କ ସରକାର ଭାଙ୍ଗିଯିବ। ଜଗିକିରି ବସିଛନ୍ତି ମୋହନ ମାଝିକି ହଟେଇବା ପାଇଁ ଆଙ୍କେ ଜଗିକିରି ବସିଛନ୍ତି। ବିଜେପି ଦଳ ଆମେ କିଛି କରୁନୁ, ତାଙ୍କର ହଟିଯିବେ, ସବୁ ହଟାହଟି ହେବେ। ମୁଖ୍ୟମନ୍ତ୍ରୀଙ୍କୁ ହଟେଇବା ପାଇଁ ଷଡଯନ୍ତ୍ର ହଉଛି। କିଏ କରୁଛି? ତାଙ୍କ ବିଜେପି ଦଳର କରୁଛନ୍ତି। ଆଉ କିଏ କରୁଛି? ନହେଲେ ଏଇ ଯୋଉ ବେନାମୀ ପୋଷ୍ଟ ମାରନ୍ତି, ସଂସ୍ଥା ମର୍ଦ ପୋଷ୍ଟ ବେନାମୀ ପୋଷ୍ଟ କାହିଁ ମାରିବେ?